ବଡ଼ମାନଙ୍କୁ ମୋ ନମସ୍କାର, ସାନମାନଙ୍କୁ ମୋ ଢେର ସାରା ଭଲ ପାଇବା। ମୁଁ ସସ୍ମିତା, ଆପଣଙ୍କୁ ସ୍ୱାଗତ ଜଣାଉଛି ଶକ୍ତି ସସ୍ମିତା ଚ୍ୟାନେଲକୁ। ଘରେ ଝିଅଟିଏ ଜନ୍ମ ହେଲେ ସମସ୍ତଙ୍କ ମନରେ ଖୁସି। ଘରକୁ ଲକ୍ଷ୍ମୀ ଆସିଛନ୍ତି। ସେଇ ଲକ୍ଷ୍ମୀଙ୍କ ପାଇଁ ଆଜି ଗୋଟେ ଯୋଜନା। ଘରେ ଝିଅଟିଏ ହେଲେ ଆମ ମନରେ ଗୋଟିଏ ଚିନ୍ତା ଥାଏ, ତା ବାହାଘର କେମିତି କରିବି, ସେ କେମିତି ଭଲ ପାଠ ପଢ଼ିବ। ଭଲ ପାଇଁ ସମସ୍ତେ ଚାହାନ୍ତି, ସେଇ ଭଲ ପାଇଁ ଦରକାର ଟଙ୍କା। ଏକାବେଳେ ତ ଆମେ ସଞ୍ଚୟ କରିପାରିବାନି, ତେଣୁ ଅଳ୍ପ ଅଳ୍ପ କରି ସଞ୍ଚିଥିଲେ ସେଇ ସମୟରେ କାମରେ ଆସିବ। ସେଇ ଯୋଜନାଟି ହେଉଛି ସୁକନ୍ୟା ସମୃଦ୍ଧି ଯୋଜନା। ସୁକନ୍ୟା ଯୋଜନାଟି କେତେ ଟଙ୍କାରେ କେତେ ବାନ୍ଧିଲେ ଆମେ କେତେ ପାଇବା, କେତେ ବର୍ଷ ବାନ୍ଧିବା, କେତେ ଟଙ୍କା ବାନ୍ଧିବା, ସେ ବିଷୟରେ ମୁଁ କହିବି। ଆପଣ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ସବୁ ପ୍ରଶ୍ନର ଉତ୍ତର ଆପଣଙ୍କୁ ମିଳିଯିବ। ପ୍ରଥମେ ଜାଣିବା ଏଇଟା କିଏ କରିପାରିବ, କେଉଁ ଝିଅ କରିପାରିବ। ଜନ୍ମଠାରୁ 10 ବର୍ଷ ପର୍ଯ୍ୟନ୍ତ ସମସ୍ତ କନ୍ୟା ସନ୍ତାନ ସୁକନ୍ୟା ଯୋଜନାରେ ଖାତା ଖୋଲି ପାରିବେ। ବୟସ ସୀମା ହେଲା ଜନ୍ମଠାରୁ 10 ବର୍ଷ ପର୍ଯ୍ୟନ୍ତ। 10 ବର୍ଷରୁ ଗୋଟିଏ ଦିନ ଅଧିକ ହେଲେ ବି ସୁକନ୍ୟା ଯୋଜନା ହେଇପାରିବନି। ସୁକନ୍ୟା ଖାତା ଖୋଲିବା ପାଇଁ କ'ଣ କ'ଣ କାଗଜପତ୍ର ଦରକାର ଆସନ୍ତୁ ଜାଣିବା। କନ୍ୟାର ଜନ୍ମଗତ ପ୍ରମାଣ ମାନେ ଆମ ଜନ୍ମ ସାର୍ଟିଫିକେଟ୍ ଦରକାର। ବାପା କିମ୍ବା ମାଆଙ୍କ ଆଧାର କାର୍ଡ଼, ବ୍ୟାଙ୍କ ପାସବୁକ୍, ଝିଅର ଫଟୋ, ମା କିମ୍ବା ବାପା ଯାହା ସହିତ ଆମେ କରିବା ତାଙ୍କର ଫଟୋ। ଏତିକି ହେଲେ ଆମ ଆକାଉଣ୍ଟ ଖୋଲି ହେଇଯିବ। ଏ ଆକାଉଣ୍ଟ ଖୋଲିବା ପାଇଁ ଆପଣଙ୍କ ମନରେ ଥିବ କେତେ ଟଙ୍କା ବାନ୍ଧିବୁ, ଟଙ୍କା ବାନ୍ଧି ପାରିବନି। 250 ଟଙ୍କାରୁ 1,50,000 ପର୍ଯ୍ୟନ୍ତ ସୁକନ୍ୟା ଖାତାରେ ଆମେ ବାନ୍ଧିପାରିବା। ତାହେଲେ ଆସନ୍ତୁ ଜାଣିବା କେତେ ଟଙ୍କା ବାନ୍ଧିଲେ ଆମକୁ କେତେ ଟଙ୍କା ମିଳୁଛି। ଖାତା ଆମର ଖୋଲା ହେଇଗଲା। ଯଦି ଆମେ ମାସକୁ 1,000 ଟଙ୍କା ବାନ୍ଧିବା, ବର୍ଷକୁ 12,000 ଟଙ୍କା ବାନ୍ଧିବା, ଏହା ଆମେ 15 ବର୍ଷ ବାନ୍ଧିବା। 15 ବର୍ଷ ବାନ୍ଧିଲେ ଆମେ 1,80,000 ଟଙ୍କା ଆମ ଖାତାରେ ବାନ୍ଧିବା। ସୁଧ କେତେ ପାଇବା? 3,59,452 ଟଙ୍କା। ଏଇ ଟଙ୍କା ଆମେ କେବେ ପାଇବା? 21 ବର୍ଷରେ। 21 ବର୍ଷରେ ପାଇବା 5,39,452 ଟଙ୍କା। ଆମେ 15 ବର୍ଷକୁ କେତେ ବାନ୍ଧିଥିଲେ? 1,80,000 ବାନ୍ଧିକି ଆମେ 5,39,452 ଟଙ୍କା ପାଇଲେ। କୁହନ୍ତୁ ଏହିପରି ସୁଧ ଆମେ କେଉଁଠୁ ପାଇପାରିବା? ସେହିପରି କହିବେ ଆମେ 1,000 ଟଙ୍କା ମାସକୁ ବାନ୍ଧି ପାରିବୁନି, 500 ଟଙ୍କା ବାନ୍ଧିବା। ଆସନ୍ତୁ ଦେଖିବା 500 ଟଙ୍କାରେ କେତେ ହେଉଛି। ଆପଣ ଏବେ ମୋତେ କହିବେ ସବୁ ମାସରେ 1,000 ଟଙ୍କା ମୁଁ କେନୁ ପାଇବି? ମୋର ତ 1,000 ଟଙ୍କା ହେଇପାରିବନି। କ'ଣ ମୁଁ ଏଇ ଯୋଜନା କରିପାରିବିନି? ନା, ସେମିତି ନୁହେଁ। ଆପଣ ବର୍ଷକୁ 1,000 ଟଙ୍କା ଦେଇପାରିବେନି, କିନ୍ତୁ ମାସକୁ ତ 500 ଟଙ୍କା କରିପାରିବେ। ଯଦି ମାସକୁ 500 ଟଙ୍କା କଲେ ବର୍ଷକୁ 6,000 ଟଙ୍କା। ଗୋଟେ ବର୍ଷରେ ଆମେ 6,000 ଟଙ୍କା ବାନ୍ଧିଲେ କେତେ ବର୍ଷ ବାନ୍ଧିବା? 15 ବର୍ଷ ବାନ୍ଧିବା। 15 ବର୍ଷରେ ଆମେ 90,000 ଟଙ୍କା ଜମା କରିବା। ଠିକ୍ ସେମିତି ସେଟା ସୁଧ କେତେ ପାଇବା? 1,87,103 ଟଙ୍କା। 21 ବର୍ଷରେ ଆମେ ସେ ଟଙ୍କାଟାକୁ 2,77,103 ଟଙ୍କା ପାଇବା। ଆମେ କେତେ ବାନ୍ଧିଥିବା? 90,000 ଟଙ୍କା। ମାସକୁ କେତେ? 500 ଟଙ୍କା। ବର୍ଷ ଯାକ 6,000 ଟଙ୍କା। କେତେ ବର୍ଷ ବାନ୍ଧିବା? 15 ବର୍ଷ ବାନ୍ଧିବା। ଦେଖନ୍ତୁ ମାତ୍ର 90,000 ଟଙ୍କା ବାନ୍ଧିକି ଆମେ 2,77,103 ଟଙ୍କା ପାଇବା। ଏମିତି 500 ବାନ୍ଧିଲେ ଆମକୁ ଜଣା ପଡ଼ିବନି, କିନ୍ତୁ ପାଇଲା ବେଳକୁ ଆମେ 2,77,000 ଟଙ୍କା ପାଇବା। ହଉ ଠିକ୍ ଅଛି। ଆପଣ କହିଲେ ମୁଁ 500 ଟଙ୍କା ବି ମାସକୁ ଦେଇପାରିବିନି, ଆହୁରି କମେଇ ଦେଉଛି। ମାସକୁ ଯଦି ଆମେ ବର୍ଷକୁ ଯଦି ଆମେ ମାତ୍ର 250 ଟଙ୍କା ବାନ୍ଧିଲେ 15 ବର୍ଷକୁ ଆମେ 3,750 ଟଙ୍କା ବାନ୍ଧିବା। କେତେ ବର୍ଷ ଯାକ 250 ଟଙ୍କା ଗୋଟେ ଥର ବାନ୍ଧିଲେ ଭଲ। ଏଇଟା 15 ବର୍ଷରେ ଆମେ 3,750 ଟଙ୍କା ପାଇବା। ଆର ସୁଧ କେତେ ପାଇବା? 15 ବର୍ଷକୁ 6,869 ଟଙ୍କା। 21 ବର୍ଷରେ ପାଇବା 10,609 ଟଙ୍କା। 10,609 ଟଙ୍କା। ଯଦି ଆମେ 3,750 ଟଙ୍କା 15,000ରେ ବାନ୍ଧିଛନ୍ତି, 21 ବର୍ଷ ପରେ 10,609 ଟଙ୍କା ପାଇଲେ କେତେ ସୁଧ ପାଇଲେ ଦେଖିଲେ? ଅଲଗା କୌଣସି ଯୋଜନାରେ ଆମେ ଏତିକି ସୁଧ ପାଇବେନି।
ये जो अमाउंट अच्छी आमर आम प्रत्येक मासरे बांधि पारबा वर्ष को 12 मास 12 थर बांधि पारबा किंतु सुकन्या खातार अति कम रे वर्ष को थरे निहाती बांधतु आपण 250 टंकारु आरंभ करी 1,50,000 पर्यंत बांधि पारे आपण वर्ष को थरे बांधि पारे किंबा वर्ष को 12 थर मध्य बांधि पारे। हाँ सुकन्या योजना रे आम यदि 1,000 टंका लेखा बांधुचंती कि 500 टंका लेखा बांधुचंती आमर को मासरे 5,000 भी हैला आम सुकन्या खातार पकई पारिबा। आमर जो सुधटा आम जो हासारे बांधि थिबा हे आकार सुध कम बेसी हबो। आम कम कम बांधले कम कम सुध पाइबा यदि अधिक बांधबा अधिक सुध पाइबा। देखो मात्र 1,000 टंका यदि मासकू पाउचंदी आम बांधुचंती केते टंका पाउचंती 500 टंका केते टंका पाउचंती जदि आम मासकू 3-4 हजार टंका बांधिबा से अनुसार इंटरेस्ट आमर आहरी अधिक आसीबो। तेणु समस्त परिवार माँ और भौणी मानकू भाई मानकू मु अनुरोध करुची झीटीए हेले आम सुकन्या खाताटीए खोलिबा। सुकन्या खाताटी कोठी खोलिबा सुकन्या खाता कोठी खोला जाउछि आसंतु कहूची आपणक पाख बैंक को आपण जाइकी सुकन्या खाताटी खोली पारिबे। आपण डॉक्यूमेंट जानिले छुआर फोटो छुआर जन्म सर्टिफिकेट छुआर आधार कार्ड माँ कि माँ बापा तांकर आधार कार्ड पासबुक फोटो एतिकी नेकी जिबे बैंक को आज्ञा मु सुकन्या खाताटी खोलिबी आपण बैंक रे खोली पारिबे। जदि आपणक पाखरे बैंक नाही पोस्ट ऑफिस रे भी सुकन्या खाता खोला जाउची किंतु प्राय समस्ते बैंक रे ही सुकन्या खाता खोली थांती। किछि माँ मते पचारि थिले दीदी आमे सुकन्या खाताटी खोली थिलु किंतु वर्ष 2 वर्ष हैला किछि टंका जमा करिनु आम खाताटी कोन बंद हेइ जिवो कि आम खातार तो आमे पैसा उठै पारिबोनी सेटा कोन बेजप्ती होई जिवो कि ना माँ माने जो माने वर्षे 2 वर्ष हेइ गलानी सुकन्या खातार किछि भी जमा करि नांती सेटा बैंक को जाइकी पचारंतु किछि टंका फाइन देइकी आपण पुणी सुकन्या खाता को चलै पारिबे। से फाइनटा अल्प बहुत अल्प थाए आपण बैंक को जाइके सेटा पचारिके बुझी जांतु जदि सुकन्या खाता आपण करिसंती जमा करि नाहंती आज ही बैंक को जाई सुकन्या खाता पुणी चलांतु पुणी आपण मासको मास हो वर्ष को थरे हो आपण जाइके बैंक रे जमा करंतु। आउ भी किछि माँ मानक मन भितरे प्रश्न अछि मोर 2टी झियो सुकन्या होई पारिबो कि नै। हाँ माँ माने आपण गोटे झियो हो कि 2टी झियो हो कि 3टी झियो हो जहाँ भी हो आपणकर जन्म ठारू 10 वर्ष बयस पर्यंत आपण सुकन्या खाता खोली पारिबे। आपण एबे मते कहिबे सबु मासरे तो मु बैंक जाई बांधि पारिबेनी केमिति जमा करिबी। जदि आपण चाहिबे आपणक अकाउंट रु एसआई देदेले प्रति मासरे आपण जो डेट देइथिबे से डेट रे आपण जेतिकी टंका लेखिकी देइथिबे जो डेट देइथिबे सेही डेट रे आपणक अकाउंट रु आपणक झियर सुकन्या खाता को सेही टंका जमा होई जिवो। आपणक मनरे आ गोटे प्रश्न आसी थाए सुकन्या खातारू जदि हमर अति आवश्यक पइला आमे खातारू टंका उठे पारिबा कि नाही। शुणन्तु माँ माने सुकन्या खातारू आमे मझिरे टंका उठे पारिबा नाही। यह होची हमर गोटे कुंपीर जेमती आमे सबु मास सबु बेले गळे थांती आउ लास्ट रे कुंपी को फुल होला पर भांगी थांती ठीक सेमती सुकन्या खाता होची गोटे कुंपी एथिरे प्रवेश करिवो 21 वर्ष पर जाइके आमे एटा प्राप्त पाइबा। 18 वर्ष पर पिलार पाठ पढ़ा पाई आमे 50% उठे पारबा। 18 वर्ष पर 50% आमे पाठ पढ़ा पाई कि झियो बाहागर पाई ए विषय रे आमे उठे पारिबा किंतु मझिरे एथरु जमा भी उठे पारिबा नाही। 21 वर्ष पर आमे एई टंकाटी पूरा टंकाटी पाइबा। हाँ आपनका मनरे आउ गोटे प्रश्न अछि जते बेले आमे 21 वर्ष पर एई टंका को उठेइबु किछि टैक्स कटिबो कि किछि आयकर आमे दबु कि एटा समस्तଙ୍କ मन भितरे थाए। हाँ जदि आमे अधिक टंका उठाउचंती ताहले आयकर देवाकू पड़ी थाए किंतु इथे हमर जो सुकन्या योजना रे आयकर नियम धारा 80 ग रे
ଆୟକର ରିହାତି ବୋଲି ଲେଖା ହେଇଛି। ତେଣୁ ଆପଣ ଯେତେବେଳେ ସୁକନ୍ୟା ମ୍ୟାଚୁରିଟି ପାଇବ 21 ବର୍ଷ ପରେ ଯେତେବେଳେ ଆପଣ ଟଙ୍କା ଉଠାଣ କରିବେ ଆପଣଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ଆଉ ଗୋଟେ ମନରେ ପ୍ରଶ୍ନ ଆସେ, ସୁକନ୍ୟାରେ ବାନ୍ଧିଲେ ଆମେ କେତେ ପରସେଣ୍ଟ ସୁଧ ପାଉଛନ୍ତି? ହଁ, ଆମେ 8% ସୁଧ ପାଉଛନ୍ତି। ଆମ ଖାତାରେ ଯଦି ଆମେ ସଞ୍ଚୟ କରିବା କି କୌଣସି ଫିକ୍ସ ମାରିବା ତାହେଲେ ଆମେ 8%ର କେବେ ବି ପାଇବାନି। କେବଳ ସୁକନ୍ୟାରେ ଆମେ 8% ସୁଧହାର ପାଇବା। ତେଣୁ ଦେଖୁନାହାନ୍ତି, ଆମେ ମାସକୁ ଯଦି 1000 ଟଙ୍କା ବାନ୍ଧିନା ବର୍ଷକୁ ଆମେ 15 ବର୍ଷକୁ 1,80,000 ବାନ୍ଧିଲେ 21 ବର୍ଷକୁ 5,39,452 ଟଙ୍କା ପାଇଲେ। ତେଣୁ ଆମେ 8% ଆମକୁ ସରକାର ଦେଉଛି। ଆଉ ଗୋଟେ ମନରେ ପ୍ରଶ୍ନ ଆସେ, ଆମ ସୁକନ୍ୟା ଖାତାରେ କେତେ ଟଙ୍କା ହେଲା, କ'ଣ ହେଲା, କେଉଁ ମାସରେ କେତେ ବାନ୍ଧିଲି, କେମିତି ଜାଣିବି? ସୁକନ୍ୟା ଖାତା ଖୋଲି ସାରିଲା ପରେ ଆପଣଙ୍କୁ ଗୋଟେ ପାସବୁକ୍ ଦେବେ। ସୁକନ୍ୟା ସମୃଦ୍ଧି ଯୋଜନାର ଆପଣଙ୍କ ଝିଅ ନାଁ ଥିବ, ଗୋଟେ ପାସବୁକ୍ ଦେବେ। ଆପଣ ଯାହା ପଇସା ବାନ୍ଧିଲେ ପାସବୁକ୍ରେ ପ୍ରିଣ୍ଟ କରିପାରିବେ। କହିବେ ସବୁ ମାସରେ ଆସିଲେ ପଇସା ବାନ୍ଧିବି, ମୁଇଁ ତ ସେ ଭାଉଚର ଲେଖି ଜାଣିବିନି, ତାହେଲେ କ'ଣ କରିବି? ତାର ବି ବ୍ୟବସ୍ଥା ଅଛି। ସୁକନ୍ୟା ଖାତା ଖୋଲି ସାରିଲା ପରେ ଆମେ ଆମର ନିଜ ବାପା କିମ୍ବା ମାଆର ଆଧାର କାର୍ଡ଼ ଦେଇକି ଗୋଟେ ଗ୍ରୀନ୍ କାର୍ଡ଼ କରିଦେବା। ଗ୍ରୀନ୍ କାର୍ଡ଼ କଲେ ପ୍ରତ୍ୟେକ ମାସରେ ଆମେ ଆସିବା, ଗ୍ରୀନ୍ କାର୍ଡ଼ ଆଉ ପଇସା କ୍ୟାସିୟର ସାର୍ଙ୍କୁ ଦେଇଦେବା, ଆମେ ବାନ୍ଧିଦେବା। ଆମକୁ ଆଉ ଲେଖାପଢ଼ା କିଛି ପଡ଼ିବନି। ଆପଣ ଯଦି କିଛି ପାଠ ପଢ଼ିନାହାନ୍ତି କି ଫର୍ମ ଫିଲ୍ଅପ୍ କରିପାରିବେନି, କେବଳ ଗୋଟିଏ ଗ୍ରୀନ୍ କାର୍ଡ଼, ସେଟା ATM କାର୍ଡ଼ ପରି ଗ୍ରୀନ୍ କାର୍ଡ଼ଟି କରିଦେଲେ ସେ ଆସିବେ, କାର୍ଡ଼ ଆଉ ପଇସା ଦେଇଦେବେ, ସେଥିରୁ ଆମେ ପଇସା ଜମା ହେଇଯିବା। ଆପଣ ଭାବୁଥିବେ ମୋ କାର୍ଡ଼ରୁ କି ପଇସା ଉଠେଇ ନେବ କି? ମୁଁ ପ୍ରଥମରୁ କହିଛି ସୁକନ୍ୟା ଖାତାରୁ ପଇସା ଉଠା ହୁଏ ନାହିଁ। ଆଉ ଗ୍ରୀନ୍ କାର୍ଡ଼ରେ କେବଳ ଆମେ ବାନ୍ଧି ପାରିବା କିନ୍ତୁ ଉଠେଇ ପାରିବା ନାହିଁ। ପାସବୁକ୍ ଖୋଲିବା, ପାସବୁକ୍ ଖୋଲି ସାରିଲା ପରେ ବ୍ୟାଙ୍କରୁ ପାସବୁକ୍ ନେବା, ସେଥିରେ ଛୁଆ ବାପା ଆଉ ଛୁଆ କିମ୍ବା ବାପା ମାଆର ଫଟୋ ଲଗେଇବା, ବ୍ୟାଙ୍କ ପାସବୁକ୍ରେ ତାଙ୍କ ରେଜିଷ୍ଟରରେ ସାଇନ୍ କରିବା, ଗୋଟେ ଗ୍ରୀନ୍ କାର୍ଡ଼ କରିବା, ଯେଉଁ ମାସରେ ଯାହା ହେଲା ଆମେ ନେଇକି ସୁକନ୍ୟା ଖାତାରେ ଜମା କରିବା। ଅତି କମ୍ରେ ବର୍ଷକୁ ଥରେ ନିହାତି ଜମା କରିବା। ଯଦି ବର୍ଷକୁ ଥରେ ଆମେ ଜମା କରୁନାହାନ୍ତି, ନେକ୍ସଟ ବର୍ଷରେ ଆମକୁ କିଛି ଫାଇନ୍ ଦେଇକି ପୁଣି ଚଲେଇବାକୁ ପଡ଼ିବ। ମାସର କେଉଁ ତାରିଖରେ ଆମେ ଟଙ୍କା ଜମା କଲେ ଭଲ? ଆମେ ଯଦି ମାସର ପ୍ରଥମ ସପ୍ତାହରେ 1ରୁ 10 ଭିତରେ ଜମା କରୁଛନ୍ତି, ସେ ମାସର 20 ଦିନର ସୁଧ ଆମେ ପାଉଛନ୍ତି। ତେଣୁ ଯେକୌଣସି ସଞ୍ଚୟ, ସୁକନ୍ୟା ହେଉ କି ନିଜସ୍ୱ ସଞ୍ଚୟ ହେଉ, ସଦାସର୍ବଦା ଚେଷ୍ଟା କରିବା ଆମେ 1ରୁ 10 ତାରିଖ ଭିତରେ ସଞ୍ଚୟ କରିବା ପାଇଁ, କାରଣ ଆହୁରି 20 ଦିନର ସୁଧ ଆମେ ପାଇବା। 1ରୁ 10 ହେଉଛି ସଞ୍ଚୟ କରିବାର ଠିକ୍ ସମୟ, କିନ୍ତୁ ଆମେ ଯେକୌଣସି ସମୟରେ 10 ତାରିଖ ହେଉ, 20 ତାରିଖ ହେଉ, 15 ତାରିଖ ହେଉ, 30 ତାରିଖ ହେଉ ଆମେ ଜମା କରିପାରିବା, କିନ୍ତୁ 1ରୁ 10 ଭିତରେ ବାନ୍ଧିଲେ ଆମ ସଞ୍ଚୟ ପାଇଁ ଭଲ। ହଁ, ଆମେ ଏ ମାସରେ 30 ତାରିଖ ବାନ୍ଧିଛନ୍ତି, ଆର ମାସରେ 1, 2, 4 ତାରିଖରେ ବି ବାନ୍ଧି ପାରିବା। ଆପଣଙ୍କ କନ୍ୟାର ଉଜ୍ଜଳ ଓ ସୁରକ୍ଷିତ ଭବିଷ୍ୟତ ସକାଶେ ଆଜି ହିଁ ଆସନ୍ତୁ। ଆଜି ହିଁ ଆପଣଙ୍କ କନ୍ୟା ନାମରେ ଏକ ସୁକନ୍ୟା ସମୃଦ୍ଧି ଖାତା ଖୋଲି ଦିଅନ୍ତୁ। ଆଜି ପାଇଁ ଏତିକି, ରହିଲି। ପୁଣି ଦେଖା ହେବା ଏକ ନୂଆ ଭିଡ଼ିଓରେ। ଏତେ ପର୍ଯ୍ୟନ୍ତ ଆପଣ ଧୈର୍ଯ୍ୟର ସହିତ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।